ନମସ୍କାର ବନ୍ଧୁଗଣ ଆଜିର ଭିଡ଼ିଓରେ ଆମେ ଆପଣମାନଙ୍କୁ ଜଣେଇବୁ ଗୁରୁବାର ଦିନ ଚାଉଳ ଏବଂ ହଳଦୀରେ କେଉଁ ଉପାୟ କଲେ ଏତେ ପଇସା ଆସିବ ଯେ ସମ୍ଭାଳି ପାରିବେ ନାହିଁ। ବନ୍ଧୁଗଣ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ଆରାଧନାର ଦିନ ଅଟେ। ଯଦି ତାଙ୍କର କୃପା ମିଳିଯାଏ ତ ବ୍ୟକ୍ତିର ଜୀବନରେ ସମସ୍ତ ପ୍ରକାରର ସୁଖ ପ୍ରାପ୍ତ ହେବ। ଯାହାଙ୍କ ମଥା ଉପରେ ଭଗବାନ ବିଷ୍ଣୁଙ୍କର ହାତ ଥାଏ ସେହି ଲୋକଙ୍କ ଜୀବନରେ କେବେ ବି ସମସ୍ୟା ଆସିନଥାଏ। ଆଜି ଆମେ ଗୁରୁବାର ଦିନ କେଉଁ ଉପାୟ କରିବେ ଜଣେଇବୁ, ଯାହା ଜୀବନରେ ସମସ୍ତ ସମସ୍ୟା ସହଜରେ ଦୂର ହୋଇଯିବ। ଗୁରୁବାର ଦିନ ପୋଛା ଲଗାଇବା ଉଚିତ ନୁହେଁ। ଯଦି ବହୁତ ଆବଶ୍ୟକତା ପଡ଼େ ତ ଏକ ଚୁଟକି ହଳଦୀ ପାଣିରେ ପକେଇ ପୋଛା ଲଗେଇ ପାରିବେ। ଏହାଦ୍ୱାରା ଦୋଷ ଦୂର ହୋଇଥାଏ। ଗୁରୁବାର ଦିନ ସ୍ନାନ କରିବା ପରେ ଯେତେ ପୂଜା ପାଠ କରିବେ ତ ସେତେବେଳେ ଭଗବାନ ବିଷ୍ଣୁଙ୍କର ପୂଜା ଥାଳିରେ ହଳଦୀ ନିଶ୍ଚୟ ରଖିବେ। ଶଙ୍ଖ ନିଶ୍ଚୟ ବଜାଇବା ଉଚିତ। ଏହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ନକାରାତ୍ମକ ଉର୍ଜା ଦୂର ହୋଇଥାଏ। ଘରର ମୁଖ୍ୟ ଦ୍ୱାରରେ ଯଦି ଗୁରୁବାର ଦିନ ଜଳରେ ଏକ ଚୁଟକି ହଳଦୀ ପକେଇ ଘରେ ଛିଞ୍ଚନ କରନ୍ତି ତ ନକାରାତ୍ମକ ଉର୍ଜା ଦୂର ହୋଇଥାଏ ଆଉ ଘରେ ସକାରାତ୍ମକ ଉର୍ଜାର ବାସ ହୋଇଥାଏ। ଯେବେ ଆପଣ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ତ ଜଳରେ ଏକ ଚୁଟକି ହଳଦୀ ପକେଇ ଅର୍ପଣ କରିବେ। ଯଦି ଆପଣ ଅବିବାହିତ ତ ଏମିତି ଯଦି ଜଳ ଅର୍ପଣ କରନ୍ତି ତ ଶୀଘ୍ର ବିବାହ ହୋଇଥାଏ। ଯଦି ବିବାହିତ ତ ଆପଣଙ୍କ ଜୀବନରେ ଖୁସି ଆସିଥାଏ। ଗୁରୁବାର ଦିନ ଅସ୍ତଗଛ ପୂଜା କରାଯାଏ ଏବଂ କଦଳୀ ଗଛକୁ ବି ପୂଜା କରାଯାଏ। ଯଦି ଆପଣ ବୃହସ୍ପତିବାରର ବ୍ରତ ରଖନ୍ତି କିମ୍ବା କଥା ଶୁଣନ୍ତି ତ ଏହା ସବୁଠାରୁ ଭଲ ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଖାସ୍ ଉପାୟ ଜଣେଇବୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ତୁଳସୀ ଗଛରେ ଯଦି ଜଳ ଅର୍ପଣ କରନ୍ତି ତ ଜଳରେ 2ରୁ 4 ବୁନ୍ଦା କଞ୍ଚା କ୍ଷୀର, ଏକ ଚୁଟକି ଅକ୍ଷତ ଏବଂ ଅଳ୍ପ ମିଠା ଜିନିଷ ପକେଇ ଜଳ ଅର୍ପଣ କରନ୍ତୁ। ଏହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ, ଧନର ଆଗମନ ହୋଇଥାଏ, ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଯଦି ଆପଣ ଝାଡ଼ୁ ଲଗାନ୍ତି ତ 1ରୁ 4ଟି ଜିରା ଦାନା ପକେଇ ଦିଅନ୍ତୁ ଆଉ ଝାଡ଼ୁ ଲଗେଇ ବାହାରକୁ ବାହାର କରିଦିଅନ୍ତୁ। ଏହାଦ୍ୱାରା ଉନ୍ନତି ହୋଇଥାଏ। ଗୁରୁବାର ଦିନ ବାହାରକୁ ଯିବା ସମୟରେ ହଳଦିଆ ରୁମାଲ ସାଥିରେ ନେଇ ଯାଆନ୍ତୁ କିମ୍ବା ହଳଦୀ ଆପଣଙ୍କ ହାତରେ ଟିକେ ଲଗେଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ କାମ ହୋଇଯାଇଥାଏ। ଯଦି ଆପଣଙ୍କର ଭାଗ୍ୟ ସାଥ ଦେଉନାହିଁ ତ ଓମ୍ ବ୍ରିଂ ବୃହସ୍ପତୟେ ନମଃ କିମ୍ବା ଓମ୍ ଗ୍ରୀଂ 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 ସହ ଗୁରୁବେ ନମଃ ଏହି 2ଟି ମନ୍ତ୍ର ମଧ୍ୟରୁ କୌଣସି ବି ଗୋଟିଏ ମନ୍ତ୍ର ଜପ କରିନିଅନ୍ତୁ। ବନ୍ଦ ଭାଗ୍ୟ ଖୋଲିଯିବ। ଗୁରୁବାର ତୁଳସୀ ମାଙ୍କର ବହୁତ ମହତ୍ତ୍ୱ ରହିଥାଏ। ତୁଳସୀଙ୍କୁ ବିଷ୍ଣୁପ୍ରିୟା ମଧ୍ୟ କୁହାଯାଏ। ଯଦି ଭଗବାନ ବିଷ୍ଣୁଙ୍କର ଚରଣରେ ଗୁରୁବାର ଦିନ ଠାରୁ ଆରମ୍ଭ କରିବେ 2ଟି ତୁଳସୀ ପତ୍ର ନିୟମିତ ଭାବେ ଅର୍ପଣ କରିବେ ତ ଆପଣଙ୍କ ଜୀବନରେ ଧନ ବୃଦ୍ଧି ହୋଇଥାଏ, ମାନ ସମ୍ମାନ ପ୍ରେମ ମଧ୍ୟ ବଢ଼ିଥାଏ। ଆପଣଙ୍କ ବିବାହ ଯଦି ବାରମ୍ବାର ହେଉ ହେଉ ଅଟକି ଯାଉଛି ତ ଆପଣ ଗୁରୁବାର ଦିନ ହଳଦିଆ ମିଠା ଖାଇ କଥାବାର୍ତ୍ତା କରିବାକୁ ଯାଆନ୍ତୁ। ବାହାଘର ନିହାତି ଠିକ୍ ହୋଇଯିବ। ଗୁରୁବାର ଦିନ ଲାଲ କପଡ଼ାରେ 5ଟି କଉଡ଼ି, ଅଳ୍ପ ଗୋଲାପ ପାଖୁଡ଼ା ଏବଂ ଗୋଟେ କଏନ୍ ମା ଲକ୍ଷ୍ମୀଙ୍କୁ ଏକ ଚୁଟକି ଅକ୍ଷତ ସହିତ ଅର୍ପଣ କରିଦିଅନ୍ତୁ ଏବଂ ପଟୁଳି ବନେଇ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହାଦ୍ୱାରା ଧନର ବୃଦ୍ଧି ହୋଇଥାଏ। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ ଏବଂ ଧନିଆ ଅର୍ପଣ କରିବେ ତ ଜୀବନରେ ସୁଖ ଆସିଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଚଣା ଡାଲି ଏବଂ ଗୁଡ଼ର ଭୋଗ ଲଗାଯାଏ।
ବେସନର ହାଲୁଆ ବି ଭୋଗ ଲଗେଇ ପାରିବେ। କଦଳୀ ଭୋଗ ବି ଲଗେଇ ପାରିବେ। ଏହିସବୁ ଜିନିଷ ଭୋଗ ଲଗେଇଲେ ସମ୍ପର୍କରେ ମଧୁରତା ଆସିଥାଏ। କିନ୍ତୁ କଦଳୀ ଏହି ଦିନ ଖାଇବେ ନାହିଁ। ଯଦି ଘରେ ଲଢ଼େଇ ଝଗଡ଼ା ହେଉଥାଏ ତ ଗୁରୁବାର ଦିନ କଦଳୀ ଖାଇବା ବନ୍ଦ କରିଦିଅନ୍ତୁ। ଗୁରୁବାର ଦିନ ଯଦି ନିଜ ଘରର ମୁଖ୍ୟ ଦ୍ୱାରର ବାହାର ପଟେ ହଳଦୀ ଏବଂ କୁମକୁମରେ ସ୍ୱସ୍ତିକ ଚିହ୍ନ ବନେଇଦେବେ ତ ଘରକୁ ନକାରାତ୍ମକ ଉର୍ଜା ଆସିନଥାଏ ଆଉ ଆପଣଙ୍କ ଜୀବନରେ ସମସ୍ୟା ବି ଶେଷ ହୋଇଥାଏ। ଘରର ମୁଖ୍ୟ ଦ୍ୱାରର ଚାରିପଟେ ହଳଦୀରେ ଯଦି ଗାର ପକେଇଦେବେ ତ ଏମିତି କଲେ ଆପଣଙ୍କ ଘର ପରିବାରରେ ଖୁସି ଆସିଥାଏ। କାହାରି ଯାଦୁ ମନ୍ତ୍ରର ପ୍ରଭାବ ପଡ଼ିନଥାଏ। ଯଦି ଆପଣଙ୍କ ଗୁରୁ ଖରାପ ଅଛି, ମୋଟାପଣର ସମସ୍ୟା ଅଛି, ପେଟ ସମସ୍ୟା ଅଛି ତ ହଳଦୀ ଚଣା ମିଶେଇ ଦାନ ପାଖ ମନ୍ଦିରରେ ଦାନ କରିଦିଅନ୍ତୁ। ଏମିତି କଲେ ଆପଣଙ୍କ ଗୁରୁ ଯେଉଁ ଖରାପ ଫଳ ଦେଉଛି ତ ତାହା ଠିକ୍ ହୋଇଯିବ। ସ୍ନାନ ପାଣିରେ ଯଦି ଆପଣ ଏକ ଚୁଟକି ହଳଦୀ ପକେଇ ଛୋଟ ପିଲାଙ୍କୁ ସ୍ନାନ କରାଇବେ କିମ୍ବା କୁଆଁରୀ ଝିଅ ଥିବେ ତ ସେମାନଙ୍କ ବିବାହର ଯୋଗ ବନିଥାଏ। ନଜର ଦୋଷ ଦୂର ହୋଇଥାଏ। ଏହାଦ୍ୱାରା ଗୁରୁ ମଜବୁତ ହୋଇଥାଏ। ଭାଗ୍ୟ ଉଦୟ ହୋଇଥାଏ। ଗୁରୁ ମଜବୁତ ହେଲେ ଧନ ସମ୍ପତ୍ତି ମାନ ସମ୍ମାନ ସନ୍ତାନ ସୁଖ ବଢ଼ି ଯାଇଥାଏ। ଯଦି ସନ୍ତାନର ବିବାହ ହୋଇପାରୁନାହିଁ ତ ଗୁରୁବାର ଦିନ ଡାହାଣ ହାତରେ କଦଳୀ ଗଛର ଚେରକୁ ବାନ୍ଧି ଦିଅନ୍ତୁ ହଳଦିଆ କପଡ଼ାରେ। ଏହା ବ୍ୟତୀତ ହଳଦୀର ଗଣ୍ଠି ବି ହଳଦିଆ କପଡ଼ାରେ ଡାହାଣ ହାତରେ ବାନ୍ଧି ପାରିବେ। ତୁଳସୀ ଗଛର ମାଟିରେ ଆପଣ ଦୁବ ଘାସ ଲଗେଇ ଦିଅନ୍ତୁ। ଏହା ଆପଣଙ୍କ ଭାଗ୍ୟ ଉଦୟ କରିଥାଏ। ଦୁବ ଘାସ ପ୍ରତିଦିନ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ଆପଣଙ୍କ ରାହୁ ଭଲ ହୋଇଥାଏ ଏବଂ ଜୀବନରେ କଷ୍ଟ କମ୍ ହୋଇଥାଏ। ଯଦି ଖରାପ ସ୍ୱପ୍ନ ଆସୁଥାଏ ତ ତକିଆ ତଳେ ଗୁରୁବାର ଦିନ ହଳଦୀ ରଖିଦିଅନ୍ତୁ ଏବଂ ଶୋଇଯାଆନ୍ତୁ। ଯେତେବେଳେ ଆପଣ ନିଜର ଘରର ମୁଖ୍ୟ ଦ୍ୱାରରେ ଡାହାଣ ପଟେ ପାଣି ରଖନ୍ତି ତ ଗୁରୁବାର ଦିନ ଫୁଲର ପାଖୁଡ଼ା ଏବଂ ସମ୍ଭବ ହେବ ତ ହଳଦିଆ ଫୁଲ ଅର୍ପଣ କରିଦେବେ ଏବଂ ପରଦିନ ସେହି ପାଣିକୁ କୌଣସି ଗଛର ମୂଳରେ ଢାଳିଦେବେ। ଏହି କ୍ରିୟା ପ୍ରତିଦିନ କରିପାରିବେ। ପ୍ରତ୍ୟେକ ଗୁରୁବାର ଦିନ ଏହି ଖାସ୍ ଉପାୟ କଲେ ଜୀବନରେ ସମସ୍ୟା ଦୂର ହୋଇଯିବ। ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି, ବାରମ୍ବାର ନଜର ଦୋଷର ଶିକାର ହୋଇଯାନ୍ତି ତ ନିୟମିତ ରୂପରେ ନିଜ ମଥାରେ ହଳଦୀର ତିଳକ କରନ୍ତୁ। ଏହାଦ୍ୱାରା ନଜର ଲାଗିବ ନାହିଁ। ପିଲା ସୁସ୍ଥ ଏବଂ ଖୁସିରେ ରହିବ। ଯଦି କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ତ ଭଗବାନ ଗଣେଶଙ୍କୁ ହଳଦୀର ତିଳକ ଲଗାନ୍ତୁ ଏବଂ ନିଜ ମଥାରେ ମଧ୍ୟ ଲଗାନ୍ତୁ। ଏହାପରେ ଘରୁ ବାହାରକୁ ଯାଆନ୍ତୁ। ନିର୍ବିଘ୍ନରେ କାମ ହୋଇଯିବ। ଗୁରୁବାର ଦିନ ପୂଜା କରିବା ସମୟରେ ଦୀପରେ ଏକ ଚାଉଳର ଦାନା ହଳଦୀରେ ରଙ୍ଗ କରି ସେହି ଦୀପରେ ବତୀ ସହିତ ରଖିଦେବେ ଏବଂ ଦୀପ ଜାଳିବେ ତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଧନ ସମସ୍ୟା ଦୂର ହୋଇଥାଏ। ବନ୍ଧୁଗଣ, ଯଦି ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ୍ କରିବା ସହିତ ଏହାକୁ ସେୟାର କରିଦିଅନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ଦବାଇ ଦିଅନ୍ତୁ। ବନ୍ଧୁଗଣ, ଭକ୍ତିରେ ଥରେ ନିଜ ଇଷ୍ଟଦେବଙ୍କ ନାମ କମେଣ୍ଟ ବକ୍ସରେ ଅବଶ୍ୟ ଲେଖିଦିଅନ୍ତୁ। ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।